ମୁଁ ଧ୍ରୁବଚରଣ ସାହୁ। ମୁଁ ଆଜି ଆମର ଦୈନନ୍ଦିନ ଆମର ଯେଉଁ ବଜାରରେ ବିକ୍ରି ହେଉଥିବା ଫଳ କିମ୍ବା ବାଡ଼ି ବଗିଚାରେ ଆପଣଙ୍କର ଯେଉଁ ଫଳ ହେଉଛି ସେ ଫଳ ଏବଂ ପନିପରିବା ବିଷୟରେ କିଛି କହିବାକୁ ଯାଉଛି। ତାର କିପରି ଭାବରେ ସଦୁପଯୋଗ ଆପଣ କରିବେ ତାହା ମୁଁ ଆଜି ମୋର ଏଇ ଚ୍ୟାନେଲ୍ ମାଧ୍ୟମରେ ଆପଣଙ୍କୁ ଜଣାଉଛି। ଆପଣ ବୁଝନ୍ତୁ। ଆଜି ଦେଖନ୍ତୁ, ଗୋଟେ ଛୋଟ ପିଲା ଜନ୍ମ 1 ବର୍ଷ ଠାରୁ 5 ବର୍ଷ ଯାକେ ଛୋଟ ପିଲାଟି ହେଲେ ଆପଣ କ'ଣ ତାକୁ ଖାଇବାକୁ ଦେବେ? ନିଜେ ବଜାରରୁ କିଣିକି ଆଣି ଯେଉଁ ପ୍ରୋଟିନ୍ ଖାଦ୍ୟ ଦେଉଛନ୍ତି, ସେଇ ପ୍ରୋଟିନ୍ ଖାଦ୍ୟ ଦେବା ସାଙ୍ଗରେ କି ପ୍ରକାର ଖାଦ୍ୟ ଆଉ ତାକୁ ଦେଲେ ପିଲାଟା ଠିକ୍ ଭାବରେ ତାର ସ୍ମରଣ ଶକ୍ତି ବଢ଼ିବ, ବିଦ୍ୟା ଯଥାଶୀଘ୍ର ତାର ଗ୍ରୋଥ୍ ହେବ ଏବଂ ପିଲାଟା ସୁସ୍ଥ ସବଳ ରହିବ ଏବଂ ସ୍ମରଣ ଶକ୍ତି ବଢ଼ିବ। ଏମିତି ତା ମୂଳରୁ ପିଲାର ଫାଉଣ୍ଡେସନଟାକୁ ଆଗେ ତିଆରି କଲେ ତାର ଭବିଷ୍ୟତ ତାର ନିଶ୍ଚିତ ଭାବରେ ଉଜ୍ଜଳ ହେବ ଏବଂ ସିଏ ଭଲ ମେଧାବୀ ଛାତ୍ର ହେବ। ଆଚ୍ଛା, କାଲି ମୁଁ ଜଳ ବିଷୟରେ କହିଥିଲି କି ଜଳର ସଦୁପଯୋଗ ବିଷୟରେ କହିଥିଲି। ଆଜି ମୁଁ ଏଇ ଫଳ ବିଷୟରେ କହୁଛି। ପିଲାଙ୍କୁ ପ୍ରଥମ ଆପଣ ଯେତେବେଳେ ବଜାରରୁ ଆଗ ଔଷଧ ପାଣି ତାର ଦେହ ସାଙ୍ଗରେ ଖରାପ ହେଲେ ଔଷଧ ପାଣି ଦେଉଛନ୍ତି, କିଛି ଖାଇବାକୁ ଦେଉଛନ୍ତି, ପିଇବାକୁ ଦେଉଛନ୍ତି, ତାର ସାଙ୍ଗରେ ଆପଣ ଚେଷ୍ଟା କରିବେ କିନ୍ତୁ ମା' କ୍ଷୀର ସାଙ୍ଗରେ କିଛି ଯଦି ତାର ଉପଯୋଗୀ ଠିକ୍ ହେଉନଥାଏ ତାହେଲେ ବଜାରରୁ କିଛି ଆପଣ କ୍ଷୀର କ୍ରୟ କରି ଗାଈର କ୍ଷୀରକୁ ସିଝେଇକି ସେ କ୍ଷୀରକୁ ଯଦି କିଛି ଖାଇବାକୁ ଦେବେ, ତା ସାଙ୍ଗରେ କ୍ଷୀର ଦେବା ପରେ ପରେ ଆପଣ ପିଲାର କିପରି ଭଲ ଭାବରେ ପିଲାଟା କିଛି ଇମ୍ପ୍ରୁଭ୍ କରିବ, ସେଥିପାଇଁ ଆପଣଙ୍କର କଦଳୀ, ଅମୃତଭଣ୍ଡା କଦଳୀ ଆଉ ଅନ୍ୟାନ୍ୟ ପରିବା ଯାହା କିଛି ବଜାରରେ ଅଛି, ବନ୍ତଳ କଦଳୀଟା ବେଶୀ, ବତୁର କଦଳୀ, ଅମୃତଭଣ୍ଡାଟା ମେନ୍ ହେଉଛି। ତା ସାଙ୍ଗରେ ଗାଜର ଆପଣ ବି ପକାଇବେ, ଗାଜର ବିଟ୍ ଆକୁ ପକାଇକି ଆପଣ ସିଝେଇବେ। এই ସିଝା ଖାଦ୍ୟକୁ ଆପଣ ପିଲାକୁ ଗ୍ରାଇଣ୍ଡିଙ୍ଗ କରି ଆଗେ ଛୋଟ ପିଲାକୁ 3 ବର୍ଷ ଯାକେ ଗ୍ରାଇଣ୍ଡିଙ୍ଗ କରି ଖୋଇବେ। ଗ୍ରାଇଣ୍ଡିଙ୍ଗ କରି ଖୋଇଲେ ପିଲାଟା ନିଶ୍ଚୟ ମାନେ ସତେଜ ରହିବ, ସବୁବେଳେ ପାଇଁ ସତେଜ ରହିବ। ତା ସାଙ୍ଗରେ ଆପଣ ପ୍ରତି 2 ଘଣ୍ଟାରେ ଯେମିତି ପିଲାଟା ପାଣି ପିଇବ, ସେ ପାଣି ପିଇବାଟାକୁ ଆପଣ ଜଗିଥିବେ କେତେବେଳେ, କାରଣ ଛୋଟ ପିଲା ସାଧାରଣ ପାଣି ପିଇବା ପାଇଁ ସିଏ କିଛି କହିପାରିବନି। ଆପଣ ବର୍ଷକ ଠାରୁ 3 ବର୍ଷ ଯାକେ ତାକୁ ପାଣି ପିଇବାଟା ଜଗିଥିବେ। ଆଉ ତାଙ୍କର ଖାଦ୍ୟ ପାନୀୟ ସାଙ୍ଗରେ ତାର ପରିବେଶ, ତାର ଯେମିତି ପୋଷାକଟାକୁ ପରିବର୍ତ୍ତନ ଟାଇମ୍ ୱାଇଜ୍ ପୋଷାକଟାକୁ ଦିତି ଆମର ଯେଉଁ ସିଜନାଲ୍ ଫଳ ସବୁ ହେଉଛି, ଧର ବାଡ଼ିରେ ପିଜୁଳି ହେଉଛି କିମ୍ବା ଆମ୍ବ ହେଉଛି, କଦଳୀ ହେଉଛି, ତା ମଧ୍ୟରୁ ମଧ୍ୟ ପିଲାକୁ ମଝିରେ କ୍ଷୀର ଖାଇବା ସାଙ୍ଗେ ସାଙ୍ଗେ ଫଳ ବି କିଛି ଖାଇଦେବେ। ପିଲା ଖାଇବା ସାଙ୍ଗେ ସାଙ୍ଗେ ଆପଣ ପିଲାଟାକୁ ଯେତେବେଳେ 5 ବର୍ଷରୁ 25 ବର୍ଷ, 25 ବର୍ଷରୁ 50 ବର୍ଷ, ତା ମଧ୍ୟରେ ଆପଣ କ'ଣ କରିବେ ନା, ଛୋଟ ପିଲା ଯେତେବେଳେ ସ୍କୁଲକୁ ଯାଉଛି ସେତେବେଳେ ଆପଣ ଡେଲି ତାକୁ କିଛି ଅନ୍ୟାନ୍ୟ ପରିବା, ସେଉ ଟିକେ ହେଉ କିମ୍ବା କଦଳୀ ଟିକେ ହେଉ, କାକୁଡ଼ି ଟିକେ ହେଉ, ଏମିତି ଖୋଇକି ଶିଖେଇବେ। ତା ସାଙ୍ଗେ ସାଙ୍ଗେ ବଡ଼ ମଣିଷ ମଧ୍ୟ ପ୍ରତି ଡେଲି ଯେଉଁ ଆମର 25 ବର୍ଷରୁ 50 ବର୍ଷ ଲୋକ ଯାକେ ଡେଲି ତାଙ୍କର ଆମର ପଇସାର ସମ୍ବଳ ନେଇ ସେମାନେ ଟିକେ ବଜାରରୁ ଯେଉଁ ଶସ୍ତା ଜିନିଷ, ଯେତେବେଳେ ସିଜନାଲ୍ ଯେଉଁ ପରିବା ଆସିବ, ଆମ୍ବ ସିଜନରେ ଟିକେ ଆମ୍ବ ଖାଇବେ। ଆଚ୍ଛା, ଆମ୍ବ ତାପରେ ଟିକେ ଜାମୁକୋଳି ସିଜିନ୍, ଯେଉଁଟା ସୁବିଧା ଜିନିଷ ଆପଣ ପାଉଥିବେ, ଟିକେ ଜାମୁକୋଳି ଟିକେ ସିଜନାଲ୍ ଜିନିଷ ଆପଣ ଜାମୁକୋଳି ଟିକେ ଖାଉଥିବେ। ଗାଜର, ବିଟ୍ ପୁରା ବଜାରରେ ମିଳିବ। ଆପଣ ସେ ପରିବାଟା ଯାହା ହେଲେ ବି ସହିତ କିଛି ଆପଣ ଗାଜର, ବିଟ୍ ଖାଉଥିବେ। ଆଉ କଦଳୀ ଦିନକୁ କିଛି ନହେଲେ ଗୋଟିଏ କଦଳୀ ଖାଉଥିବେ। ଆଉ ଟମାଟୋ ତ ସବୁବେଳେ ପ୍ରାୟ ମିଳିବ, ଟମାଟୋର, କାକୁଡ଼ି ଆକୁ ମଧ୍ୟ ମଝିରେ ଆପଣ ଖାଉଥିବେ। ପ୍ରତିଦିନ କିଛି ଖାଇବେ। ଆଉ ଚେଷ୍ଟା କରିବେ ଆପଣ ହାର୍ଟକୁ ସକ୍ରିୟ କରିବା ପାଇଁ ଗୋଟେ ସେଉ ନିହାତି 3 ଦିନରେ, ଯେତେ ପଇସା ଅଭାବ ପଡ଼ିଲେ ବି 3 ଦିନରେ ଗୋଟିଏ ସେଉ ଖାଇପାରିବେ। ଆଉ ମଧ୍ୟ 7 ଦିନରେ ଗୋଟିଏ ଡାଳିମ୍ବ, ଯେତେ ଅଭାବ ହେଲେ ମଧ୍ୟ ଗୋଟିଏ ଡାଳିମ୍ବ ଖାଇପାରିବେ। ତାଦ୍ୱାରା ସେଉ, ଡାଳିମ୍ବ, ବିଟ୍, ଗାଜର, ଆ ଦ୍ୱାରା ଆପଣଙ୍କର ରକ୍ତରେ ହିମୋଗ୍ଲୋବିନ୍ ଅଂଶଟା ବଢ଼ିବ। ଛୋଟ ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ଯଦି ଦୈନିକ ଯଦି ବୟସ୍କ ଲୋକ ହେଇଥିବ ଗୋଟିଏ ସେଉ କିମ୍ବା ବେଦନା ଖାଇବ, ତାର ନିଶ୍ଚୟ ବହୁତ ତାର ଉପକାର ଅଛି। ତା ସାଙ୍ଗରେ ମଧ୍ୟ କ୍ଷୀର ବି ସେ ଖାଇପାରିବେ। ଯେଉଁମାନେ ଆଜି ବଜାରରେ ଯେଉଁମାନେ ଯାଉଛନ୍ତି ନିଶା ଦ୍ରବ୍ୟ ଖାଉଛନ୍ତି, ଚା ଖାଉଛନ୍ତି, ଆଉ ବ୍ୟତିବ୍ୟସ୍ତ କରି ଚା ନିତ୍ୟ ଅଧିକାଂଶ ଲୋକ ଚା ଖାଉଛନ୍ତି, ନିଶା ଦ୍ରବ୍ୟ ଖାଉଛନ୍ତି, ତାକୁ ଟିକେ ପରିତ୍ୟାଗ କରି ଏଇ ଫଳ ଉପରେ ଯାଇଲେ ନିଶ୍ଚିତ ଆପଣ ଦୀର୍ଘ ଜୀବନ। ଗୋଟିଏ ଲୋକ ଦୀର୍ଘ ଯିବାକୁ ହେଲେ, ସୁସ୍ଥ ସବଳ ରହିବାକୁ ହେଲେ, ତାଙ୍କର ଝାଡ଼ା ପରିସ୍ରା ଠିକ୍ ହେଉଥିଲେ ସେମାନେ ଏଇସବୁ ଫଳ ଜିନିଷଟାକୁ, ବଜାରରେ ଯେଉଁ ଫଳ ମିଳୁଛି, ସେଉ, ଅଙ୍ଗୁର, ପିଜୁଳି, କାକୁଡ଼ି, ଅମୃତଭଣ୍ଡା, ଏସବୁ ପାଚେଲା ଅମୃତଭଣ୍ଡା, ଏସବୁ ବାଡ଼ି ବଗିଚା ସବୁବେଳେ ପାଚେଲା ଅମୃତଭଣ୍ଡା ଥାଏ।
ପାଚଲା ଅମୃତଟା ପ୍ରାୟ ହାଟ ବଜାରରେ ପ୍ରତ୍ୟେକ ସିଜିନ୍ରେ ମିଳିବ, କିନ୍ତୁ ଆପଣ ଯଦି ଅମୃତଭଣ୍ଡା ଖାଇବେ ଆପଣଙ୍କର ଆଇରନ୍ ଅଂଶଟା ବହୁତ ବଢ଼ିବ, ଶରୀରରେ ଯେଉଁ ଦରକାର। ତା ସାଙ୍ଗରେ ଏ ଖାଇବା ସାଙ୍ଗରେ ଫଳ ଖାଇବା ସାଙ୍ଗରେ ଦିନକୁ 2 ଲିଟର 2.5 ଲିଟର ପାଣି, ଗୋଟେ ସୁସ୍ଥ ଲୋକ ପାଣିଟାକୁ ସବୁବେଳେ ଠିକ୍ ସମୟରେ ଆପଣ ପାଣିଟାକୁ ସୁସ୍ଥ ଜଳରେ ପାଣିଟାକୁ ପିଉଥିବେ ଏବଂ ଖାଦ୍ୟ ଠିକ୍ ସମୟରେ ଅଛି ଦିନକୁ 3 ଥର ଯେତେବେଳେ ଖାଇବା କଥା ଆପଣ ଖାଇବେ। ଫଳର ଠିକ୍ ଭାବରେ ଉପଯୋଗ କରିବେ। ଯେଉଁଦିନ ଯାହା ଦରକାର, ସପ୍ତାହରେ ଯେତେ ଅଭାବ ମଧ୍ୟ ହେଲେ ସହିତ ଆପଣ ଗୋଟିଏ ସେଉ ଖାଆନ୍ତୁ, ଗୋଟିଏ 2ଟା ସେଉ ସପ୍ତାହରେ ଖାଆନ୍ତୁ, ଗୋଟିଏ ଡାଳିମ୍ବ ଖାଆନ୍ତୁ, କଦଳୀ ଯେକୌଣସି ପାଚିଲା କଦଳୀ 2-4ଟା ଖାଆନ୍ତୁ, କାକୁଡ଼ି ଗୋଟିଏ ଖାଆନ୍ତୁ, ତରଭୁଜ ଖାଆନ୍ତୁ କିମ୍ବା ଟମାଟୋ ଖାଆନ୍ତୁ। ଏସବୁ ଜିନିଷ ଆପଣ ଖାଇଲେ ଆପଣଙ୍କର ରକ୍ତରେ ହିମୋଗ୍ଲୋବିନ୍ ବଢ଼ିବ, ଆପଣ ବହୁତ ସୁସ୍ଥ ସବଳ ରହିବେ।